ମୋ କଥା ଟିକେ ଶୁଣ। ମୁଁ ତମ ହୃଦୟରୁ ବେଶୀ ଭଲ ପାଏ। ଆଚ୍ଛା ତୋ ଘରେ କିଏ କିଏ ଅଛନ୍ତି? ବାପା ଆଉ ବୋଉ। ମୋ ବୋଉ କହିଛି ପୁଅ ମୋର ଯାହାକୁ ବୋଉ କରି ନେଇ ଆସିବ ସିଏ ମୋ କଥାରେ ରାଜି ହେଇଯିବ। ଆଉ ବାପା, ବୋଉର ହଁ ମାନେ ବାପାଙ୍କର ତ ହଁ। ଆଚ୍ଛା କହିବୁନି ତୁ କ'ଣ କରୁଛୁ? କୋଉ ଯାଏ ପାଠ ପଢୁଛୁ? ତୋର ଭବିଷ୍ୟତର ଲକ୍ଷ୍ୟଟା କ'ଣ? ମତେ 27 ବର୍ଷ। ମୁଁ ଏମଆର ଅଛି, ମେଡିସିନ ରିପ୍ରେଜେଣ୍ଟେଟିଭ, ସିରିୟସ୍ ବନାନାମ। ଆଉ ଭବିଷ୍ୟତର ଲକ୍ଷ୍ୟ ହେଉଛି ରାଣୀ ପଣ୍ଡାର ସ୍ୱାମୀ ହେବି। ମୁଁ ତୋଠୁ 8 ବର୍ଷ ବଡ଼ ମାନେ ବହୁତ ଯଦି କେମିତି ଦେଖା ହେଇଯିବ ସାଙ୍ଗେ ସାଙ୍ଗେ ସେଇ ଡାକିବୁ ମୁଁ ବି ଆସିବି ଠିକ୍ ଘଣ୍ଟେ ଆଗେ ବାଲି ପଳେଇବି। ନା ନା ନା, ଆରେ ମୁଁ ତମକୁ ଭଲ ପାଉଛି, ତମକୁ ହିଁ ବାହାବି। ଦେଖ, ଯଦି ତମେ ମନା କରିଦେବ, ସତ କହୁଛୁ ମୁଁ ସୁଇସାଇଡ୍ କରିଦେବି। ତା ଛଡ଼ା ଭଲ ପାଇବାରେ ବଡ଼ ସାନ କ'ଣ ଅଛି? ଆରେ ହିନ୍ଦୀ ସିନେମାର ବଡ଼ ବଡ଼ ହିରୋଇନ୍ ମାନେ ସାନ ସାନ ହିରୋ ମାନଙ୍କୁ, ସେଲିବ୍ରିଟି ମାନଙ୍କୁ ବାହାଇଛନ୍ତି ନା ନାହିଁ? ଯେମିତି ଐଶ୍ୱର୍ଯ୍ୟା ଅଭିଷେକ, କ୍ରିକେଟରେ ସଚିନ ଅଞ୍ଜଳି। ତା ଛଡ଼ା ଆମ ପୋଥି ପୁରାଣରେ ବି ଅଛି ବଳଭଦ୍ର ଆଉ ରେବତୀ। ମୁଁ ସତ କହୁଛି, ମୁଁ ତମକୁ ବହୁତ ଭଲ ପାଏ। ହଉ ମୁଁ ଜାଣିଲି ବୁଝିଲି ତୁ ବହୁତ ଭଲ ପାଉ, ହେଲେ ତୋ ପ୍ରେମକୁ ଗୋଡ଼େ